जय श्री राधे मोहन। श्रीमद् भगवद गीता श्लोक 27। तान् सखोन्तेयः सर्वान् बन्धुनवस्थितान् कृपया परयावेष्टो विषीदन्निदमब्रवीत्। ସେ ଉପସ୍ଥିତ ସମସ୍ତ ବନ୍ଧୁଙ୍କୁ ଦେଖି କୁନ୍ତୀପୁତ୍ର ଅର୍ଜୁନ ଅତ୍ୟନ୍ତ କରୁଣା ପରବଶ ହୋଇ ଶୋକ କରୁ କରୁ କହିଲେ, ଦୃଷ୍ଟ୍ୱୈମଂ ସ୍ୱଜନଂ କୃଷ୍ଣ जुजुत्सुं समुपस्थितं सीदन्ति मम गात्राणि मुखं च परिस्तुष्यते विपथो च शरीरे मे रोमहर्षश्च जायते। श्लोक 28-29। अर्जुन କହିଲେ, ହେ କୃଷ୍ଣ, ଯୁଦ୍ଧ କ୍ଷେତ୍ରରେ ଦୃଢ଼ ଭାବରେ ଦଣ୍ଡାୟମାନ ହେଇଥିବା ଏହି ଯୁଦ୍ଧାଭିଳାଷୀ ସ୍ୱଜନମାନଙ୍କୁ ଦେଖି ମୋର ଅଙ୍ଗମାନ ଶିଥିଳ ହୋଇଯାଉଛି, ମୁଖ ଶୁଖି ଯାଉଛି ଓ ଦେହରେ କମ୍ପ ତଥା ରୋମାଞ୍ଚ ଜାତ ହେଉଛି।